ତୁମେ ଏବେ ଯେଉଁ ଜାଗାରେ ବି ଅଛ ହେଲା, ତୁମର ଯିଏ ସାଙ୍ଗ ଅଛି, ତୁମେ ଯାହା ସହିତ ରହୁଛ, ତୁମ ଆଖପାଖର ଲୋକ ମାନେ ଗୋଟେ 24 ଘଣ୍ଟା ଭିତରେ ମ୍ୟାକ୍ସିମମ୍ ଟାଇମ୍ ତୁମେ ଯେଉଁ ପିଲାମାନଙ୍କ ସହିତ ମିଶୁଛ, ଯଦି ସେଇମାନେ ତୁମକୁ ଦେଖିକି କହୁଛନ୍ତି ଆରେ ତୁ ବଦଳି ଗଲୁନି, ତୁ ଆଉ ସେଇଭଳିଆ ନାହିଁ, ଆଗରୁ ଯେମିତି ଥିଲୁ ସେଇଭଳିଆ ନାହିଁ, ତୁ ବଦଳି ଗଲୁନି, ଏଇଭଳିଆ ଯଦି ସେମାନେ କହୁନାହାନ୍ତି ନା, ତାହେଲେ ତୁମେ କିଛି ଲାଇଫ୍ରେ ଚେଞ୍ଜ କରିବା ପାଇଁ ଚେଷ୍ଟା କରୁନ। ଆଉ ଯେତେବେଳେ ବି ସେମାନେ କହିବେ ତୁମକୁ ଆରେ ତୁ ବଦଳି ଗଲୁନି ବେ, ତୁ ଏଇଭଳିଆ ଶଳା ଆଗ ଭଳିଆ ନାହିଁ, ତୁମକୁ ସେମାନେ ଟିକେ ଅଲଗା ଟାଇପ୍ରେ ନଜରରେ ଦେଖିବେ, କମେଣ୍ଟ ମାରିବେ କିଛି ତୁମେ କାମ କରୁଥିବ, ଏଇଭଳିଆ ଯଦି ତୁମକୁ କରୁନାହାନ୍ତି ତାହେଲେ ତୁମେ କିଛି ଲାଇଫ୍ରେ ଚେଞ୍ଜ କରୁନ। ଯେଉଁଦିନ ଏଇଭଳିଆ ସେମାନେ କରିବେ, ତୁମକୁ ଦେଖିବେ, କହିବେ ତୁ ବଦଳି ଗଲୁନି ତ, ଆରେ ତୁ ତ ଆଉ ଆଗ ଭଳିଆ ନାହିଁ, ତାହେଲେ ତୁମେ ଜାଣିବ ଯେ ତୁମ ଲାଇଫ୍ରେ କିଛି ଚେଞ୍ଜ କରୁଛ। ଏବେ ମୁଁ ତୁମକୁ କହିଲି ତୁମ ଲାଇଫ୍ରେ କିଛି ଚେଞ୍ଜ କରୁଛ, ସେଇ ଚେଞ୍ଜଟା ଅପୋଜିଟ୍ ବି ହେଇଥାଇପାରେ, ନେଗେଟିଭ୍ ବି ହେଇଥାଇପାରେ। ଯଦି ତୁମେ ବହୁତ ଭଲ ଥିଲ, ସକାଳୁ ଉଠୁଥିଲ, ପାଠ ପଢ଼ୁଥିଲ, ଠିକ୍ ଟାଇମ୍ରେ କାମ କରୁଥିଲ, ଏକ୍ସରସାଇଜ୍ କରୁଥିଲ, ଖରାପ ନିଶା କିଛି କରୁନଥିଲ ଏବଂ ହଠାତ୍ ତୁମେ ଚେଞ୍ଜ କଲ, ଲାଇଫ୍ରେ ନିଜର ରୁଟିନ୍ରେ ଚେଞ୍ଜ କଲ, ହାବିଟ୍ରେ ଚେଞ୍ଜ କଲ, ତାପରେ ତୁମ ଚାରିଆଡ଼େ ଯେଉଁମାନେ ଲୋକମାନେ ଥିବେ ସେମାନେ ତୁମକୁ କହିଦେବେ, ସେମାନେ ତୁମକୁ ସଂକେତ ଦେବେ ଆରେ ତୁ ତ ଚେଞ୍ଜ ହେଇଗଲୁଣି, ଏମିତି କାହିଁ ହେଉଛୁ, ଏମିତି କାହିଁ ହେଉଛୁ। ଆଉ ଯଦି ଏଇଟା ଅପୋଜିଟ୍ରେ ବି ହେବ, ଯଦି ତୁମେ ଖରାପ କାମ କରୁଥିଲ, ଖରାପ ଗ୍ୟାଙ୍ଗ ଗୋଟେ ଥିଲା ତୁମର, 4-5 ଜଣ ସାଙ୍ଗ ଥିଲ, ମଦ ପିଉଥିଲ, ଧୁମ୍ ମଦ ପିଉଥିଲ, ଖରାପ କାମ କରୁଥିଲ, ସବୁ ପ୍ରକାର ଖରାପ କାମ କରୁଥିଲ, ତାପରେ ହଠାତ୍ ତୁମେ ସେଇ ଗ୍ୟାଙ୍ଗ ଭିତରେ 4-5 ଜଣ ଭିତରେ ତୁମେ ହଠାତ୍ ଧୀରେ ଧୀରେ ଚେଞ୍ଜ ହେଇଗଲ, କିଛି ବି ହେଇଥାଇପାର, କିଛି ବି କାରଣରୁ ଚେଞ୍ଜ ହେଇଗଲ, ମୋ ଭିଡ଼ିଓ ଦେଖିକି ଚେଞ୍ଜ ହେଇଗଲ, ତାପରେ କ'ଣ ହେଲା ତୁମକୁ, ତାପରେ ଯେଉଁମାନେ ତୁମର ଥିଲେ ଗ୍ୟାଙ୍ଗର ଲୋକମାନେ, ସେଇମାନେ ତୁମକୁ ନିଜେ କହିବେ ଆରେ ତୁ ତ ଚେଞ୍ଜ ହେଇଗଲୁଣି, ଏମିତି ହେଇଗଲୁଣି, ସେତେବେଳେ ଖୁସି ହେଇଯିବ। ସେଥିପାଇଁ ଆଖପାଖର ଲୋକମାନଙ୍କୁ ଦେଖ, ସେମାନେ ତୁମକୁ କହୁଛନ୍ତି କି ନାହିଁ, ଚେଞ୍ଜ ହେଇଗଲ କି ନାହିଁ। ଆଉ ସେମାନେ ବହୁତ ଟାଇମ୍ରେ ତୁମକୁ କମେଣ୍ଟ ମାରିବେ, ତୁମେ ତ କିଛି ଗ୍ରୋ କରିବ ଲାଇଫ୍ରେ, ସେମାନଙ୍କ ଠାରୁ ଆଗକୁ ପଳାଇବା ଚେଷ୍ଟା କରିବ, ସେମାନଙ୍କୁ ଦେଖିକି ସେମାନଙ୍କୁ କିଛି ରିପ୍ଲାଏ ଦିଅନି, ସେମାନଙ୍କୁ କିଛି କୁହନି, କାରଣ ସେମାନେ ଅଲ୍ଟିମେଟଲି ତୁମ ସାଙ୍ଗ ହିଁ ଥିଲେ। ଆଉ ସମସ୍ତଙ୍କର ଗୋଟେ ମାଇଣ୍ଡସେଟ୍ ଥାଏ, ସେଇ ମାଇଣ୍ଡସେଟ୍କୁ ନେଇକି ସେମାନେ ତୁମକୁ କୁହନ୍ତି, ସେମାନଙ୍କୁ ସାଇଡ଼୍ କରିଦିଅ, ସେମାନଙ୍କ କଥାକୁ ନେଇକି ରାଗିବା ଦରକାର ନାହିଁ, ସେମାନଙ୍କୁ ସାଇଡ଼୍ କରିଦିଅ, ସେମାନେ ଯାହା କହୁଛନ୍ତି କୁହନ୍ତୁ। ଯେତେବେଳକୁ ଗୋଟେ ଏକ୍ଜାମ୍ପଲ୍ଟେ ମୁଁ ଭାବେ ଯେ ଗୋଟେ ଚିଲ କେତେବେଳେ ବି ଛୋଟ ଛୋଟ ପକ୍ଷୀମାନଙ୍କ ସହିତ ଚିଲ ଯେତେବେଳକୁ ଉଡ଼େ ସେତେବେଳକୁ ତାକୁ ବାଦଲ ତା ଉଡ଼ିବାକୁ ରଖିବା ପାଇଁ ଚେଷ୍ଟା କରେ, ସେଥିପାଇଁ ସେ ବାଦଲ ସହିତ ଲଢ଼େଇ କରେ ନାହିଁ, ସେ ନିଜର ହାଇଟ୍ଟାକୁ ବଢ଼େଇ ଦିଏ, ଆହୁରି ଉପରକୁ ଉଡ଼େ, ବାଦଲ ଉପରକୁ ପଳାଏ, ତାପରେ ଆଉ ବାଦଲ ହିଁ ନଥାଏ, ସେ ଆରାମରେ ଉଡ଼େ। ସେଇଭଳିଆ ସେ ବାଦଲ ଗୁଡ଼ାକ ହେଲେ ତୁମର ଆଖପାଖର ଶତ୍ରୁ ତ କହିପାରିବିନି, ମାନେ ଯିଏ ତୁମକୁ ରୋକିବା ପାଇଁ ଚେଷ୍ଟା କରନ୍ତି, ତୁମେ ସେମାନଙ୍କ ସହିତ ମାନେ ଫାଇଟ୍ କରିକି, ସେମାନଙ୍କର କଥାକୁ କମେଣ୍ଟ ପାସ୍ କରିକି, ସେ ତୁମକୁ ଗୋଟେ କଥା କହୁଥିବ, ତୁମେ ତାକୁ ରିପ୍ଲାଏରେ ଦେଉଥିବ, ତାପରେ ସିଏ ଆଉ ଗୋଟେ କହୁଥିବ, ଏଇଭଳିଆ କଲେ ତୁମର ଟାଇମ୍ ହିଁ ୱେଷ୍ଟ ହେବ ଭାଇ, ଟାଇମ୍ ୱେଷ୍ଟ ହେବ। କ'ଣ କରିବ, ବାଦଲ ଉପରକୁ ପଳେଇବ, ବାଦଲ ଉପରେ ଉଡ଼ିବ।